ସୁକିନ୍ଦାଗଡ଼ରେ ଶ୍ରୀଗୁଣ୍ଡିଚା ଯାତ୍ରା ମହାଡମ୍ବରରେ ଅନୁଷ୍ଠିତ। ସୁକିନ୍ଦାଗଡ଼ରେ ନିଆରା ପରମ୍ପରା। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଗୁରୁବାର ଦିନ ସୁକିନ୍ଦାଗଡ଼ରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ହାତେ ଟଣା ହୋଇ ରଥ ରହିଥିଲା। ଯାଜପୁର ଜିଲ୍ଲାରେ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଏକମାତ୍ର ରଥଯାତ୍ରା ଅଟେ ସୁକିନ୍ଦାଗଡ଼ର ରଥଯାତ୍ରା। ରାଜ୍ୟ ତଥା ଜିଲ୍ଲାର ଅନ୍ୟ ସ୍ଥାନରେ ହେଉଥିବା ରଥଯାତ୍ରା ଠାରୁ ସୁକିନ୍ଦାଗଡ଼ ରଥଯାତ୍ରା ଭିନ୍ନ ଓ ନିଆରା ଅଟେ। 500 ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ପରମ୍ପରା ଅନୁଯାୟୀ ସୁକିନ୍ଦାଗଡ଼ରେ ଶ୍ରୀ ଗୁଣ୍ଡିଚା ଦିନରେ 4 ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଇଥାଏ। ବିଧି ବ୍ୟବସ୍ଥା ଓ ରୀତିନୀତି ଅନୁସାରେ ସମସ୍ତ ପୂଜାର୍ଚ୍ଚନା ପରେ ସୁକିନ୍ଦାଗଡ଼ ରାଜାସାହି ବୁଧେବ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହଁରା କରିଥାନ୍ତି। ପରେ ଉପସ୍ଥିତ ଶହ ଶହ ଭକ୍ତମାନେ ପରମ୍ପରା ଅନୁଯାୟୀ ରଥକୁ ଥରେ ମାତ୍ର ଟାଣି ରଥକୁ ରଖାଇଥାଏ। ବଡ଼ଦାଣ୍ଡରେ ରଥ ଉପରେ ଠାକୁର ରହିଥାନ୍ତି। ଭକ୍ତମାନେ ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବାର ସୁଯୋଗ ପାଇଥିଲେ। ପରଦିନ ଅର୍ଥାତ୍ ଆଜି ଶୁକ୍ରବାର ଦିନ ବାସୀ ରଥଯାତ୍ରା ସୁକିନ୍ଦାଗଡ଼ରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିର ନିକଟକୁ ନେଇଥିଲେ। ଦ୍ୱିତୀୟ ଦିନରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇ ହରିବୋଲ, ହୁଳହୁଳି, ଘଣ୍ଟ, କାହାଳି ଓ ମୃଦଙ୍ଗ ଧ୍ୱନିରେ ସୁକିନ୍ଦା ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ପହଣ୍ଡି ବିଜେ ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁକିନ୍ଦାଗଡ଼ ରାଜାସାହି ବୁଧେବ ଭୂପତି ହରିଚନ୍ଦନ ମହାପାତ୍ରଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ ହୋଇଥିଲା। ଏହି ନୀତି ସମସ୍ତଙ୍କ ସମାନତା ଓ ସେବାଭାବର ଅନନ୍ୟ ବାର୍ତ୍ତା ବହନ କରିଥାଏ। ଏହାର ମହାପ୍ରଭୁଙ୍କ ନିକଟରେ ଯଥା ରୀତି ପୂଜାର୍ଚ୍ଚନା, ଭୋଗ, ନୀତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସୁକିନ୍ଦା ପୋଲିସ ପକ୍ଷରୁ ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ତତ୍ତ୍ୱାବଧାନରେ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ସେବାୟତମାନଙ୍କର ସହଯୋଗରେ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ତହସିଲ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାମାନେ ରଥଯାତ୍ରାକୁ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା। ଚତୁର୍ଥ ବନ୍ଦିନୀ ସୁଧାର